ବେଆଇନ ଭାବରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍। ଘଟଣାସ୍ଥଳରେ କେବିନ୍ରେ ଚାପି ହୋଇ ହେଲ୍ପରର ମୃତ୍ୟୁ ଘଟିଥିଲା ବେଳେ ଡ୍ରାଇଭର ଗୁରୁତର। ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରି ପୁଲିସର ତଦନ୍ତ ଜାରି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା 60 ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ପୂର୍ବରୁ। ସୂଚନା ଅନୁଯାୟୀ UD02Q 1657 ନମ୍ବର ବିଶିଷ୍ଟ ଏକ ପିକଅପ୍ ଭ୍ୟାନ୍ କେନ୍ଦ୍ରାପଡ଼ା ଅଞ୍ଚଳରୁ କୁକୁଡ଼ା ନେଇ ପଶ୍ଚିମବଙ୍ଗ ପାଁଶକୁଡ଼ା ଅଞ୍ଚଳରେ ଖାଲି କରି ବାଲେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲା ବେଳେ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ଅନତି ଦୂରରେ ବେଆଇନ ଭାବରେ ଛିଡ଼ା ହୋଇଥିବା UD16D 9655 ନମ୍ବର ବିଶିଷ୍ଟ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ୟାନ୍ଟିରେ ସମ୍ମୁଖ ଭାଗ ଚାପି ହୋଇଯାଇଥିଲା। ସେଥିରେ ଡ୍ରାଇଭର ଏବଂ ହେଲ୍ପର ଚାପି ହୋଇ ରହିଥିଲା ବେଳେ ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ, ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା ବେଳେ ହେଲ୍ପରଟିର ମୃତ୍ୟୁ ଘଟିଛି। ଗୁରୁତର ଡ୍ରାଇଭର ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଉଭୟ ଟ୍ରକ୍ ଓ ପିକଅପ୍ ଭ୍ୟାନ୍କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।